ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ଆପଣମାନେ ସମସ୍ତେ ଜାଣିଥିବେ ରାଜ୍ୟ ସରକାରଙ୍କ ତରଫରୁ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଆପଣମାନଙ୍କୁ ଏପ୍ରିଲ 20 ତାରିଖ ଦିନ ଯାହାକି ଅକ୍ଷୟ ତୃତୀୟ ଅବସରରେ ମିଳିବା ପାଇଁ ଯାଉଛି। ତେଣୁ ଏ ବିଷୟରେ ମୁଁ ଅଲରେଡ଼ି ଆପଣମାନଙ୍କୁ ଅପଡେଟ୍ ମଧ୍ୟ ଦେଇସାରିଛି। ତେଣୁ ଚଳିତ ବର୍ଷ ସିଏମ୍ କିଷାନ ଯୋଜନାରେ ଯେଉଁ ହିତାଧିକାରୀମାନେ ନୂଆ ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଯାହାକି ଗୋଟେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ଯଦି ଆପଣମାନେ ଦୀର୍ଘ ଦିନ ଧରି ଆବେଦନ କରିଛନ୍ତି ଏବଂ ଆପଣମାନଙ୍କର ଡିଷ୍ଟ୍ରିକ୍ଟ ଲେବୁଲ୍, କଲେକ୍ଟର ଲେବୁଲ୍ ପେଣ୍ଡିଂ ବର୍ତ୍ତମାନ ଏପ୍ରୁଭାଲ୍ ହେଇଯାଇଛି, ତା ସହିତ ଷ୍ଟେଟ୍ ଲେବୁଲ୍ ଯଦି ପେଣ୍ଡିଂ ଅଛି, ତାହେଲେ ବର୍ତ୍ତମାନ ଆପଣମାନେ ନିଜ ନିଜର ପରବର୍ତ୍ତୀ କିସ୍ତି ପାଇଁ ଏଲିଜିବୁଲ୍ ଅଛନ୍ତି କି ନାହିଁ ତାହା ମଧ୍ୟ ପୋର୍ଟାଲ ମାଧ୍ୟମରେ ଚେକ୍ କରିପାରିବେ। ଦେଖନ୍ତୁ ସିଏମ୍ କିଷାନ ଯୋଜନାର ଟଙ୍କା ଆସିବାର 10 ଦିନ ପୂର୍ବରୁ ଯେଉଁମାନଙ୍କର କଲେକ୍ଟର ଲେବୁଲ୍ ଭେରିଫିକେସନ୍ କମ୍ପ୍ଲିଟ୍ ହୁଏ, ସେମାନଙ୍କୁ ଯାହାକି ସିଏମ୍ କିଷାନ ଯୋଜନାର କିସ୍ତିର ଟଙ୍କା ମିଳିଥାଏ। ତେଣୁ ବର୍ତ୍ତମାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ଯେଉଁମାନେ ନୂଆ କରି ସିଏମ୍ କିଷାନରେ ନିଜର ନାମକୁ ଅନ୍ତର୍ଭୁକ୍ତ କରିଥିଲେ ବା ଆବେଦନ କରିଥିଲେ, ବର୍ତ୍ତମାନ ସେମାନେ ନିଜ ନିଜର ଷ୍ଟାଟସ୍ ଚେକ୍ କଲା ପରେ ନିଜର ପରବର୍ତ୍ତୀ କିସ୍ତି ଯେଉଁଟାକି ଏପ୍ରିଲ 20 ତାରିଖରେ ଆପଣମାନଙ୍କୁ ମିଳିବା ପାଇଁ ଯାଉଛି, ସେ ବିଷୟରେ ମଧ୍ୟ ଡିଟେଲ୍ସ ଚେକ୍ କରିପାରିବେ। ଆସନ୍ତୁ ବର୍ତ୍ତମାନ ମୁଁ ଆପଣମାନଙ୍କୁ ଲାଇଭ୍ ଦେଖେଇବି ଯେ କେମିତି ଆପଣମାନେ ଜାଣିପାରିବେ ଯେ ପରବର୍ତ୍ତୀ କିସ୍ତିର ଟଙ୍କା ଆପଣମାନଙ୍କୁ ମିଳିବ କି ନାହିଁ। ତା ସହିତ ଯେଉଁମାନେ ନୂଆ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରୁ କେଉଁ ହିତାଧିକାରୀମାନେ ଏଲିଜିବୁଲ୍ ହେବେ, କୋଉମାନଙ୍କ ରିଜେକ୍ଟ ହେବ, ସେ ବିଷୟରେ ମଧ୍ୟ ଡିଟେଲ୍ସ ମୁଁ ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିବି। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରିଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ସର୍ବପ୍ରଥମେ ଦେଖନ୍ତୁ ସିଏମ୍ କିଷାନର ଯେଉଁ ପରବର୍ତ୍ତୀ କିସ୍ତିକୁ ନେଇ ବହୁତ ସାରା କମେଣ୍ଟ କରୁଥିଲେ। ମୁଁ ମଧ୍ୟ ପୂର୍ବରୁ ଭିଡ଼ିଓ ଗୋଟେ ବନେଇଥିଲି। ସମସ୍ତେ ଆପଣମାନଙ୍କୁ କହୁଥିଲେ ଯେ ଏପ୍ରିଲ 20ରେ ମିଳିବ କି ନାହିଁ। ମୁଁ ଆପଣମାନଙ୍କୁ 100% ଯୋଉଟାକି ଗ୍ୟାରେଣ୍ଟି ଦେଇ କହୁଛି ଆପଣମାନଙ୍କର ଏପ୍ରିଲ 20ରେ ଟଙ୍କା ଆସିବ। କାରଣ ସିଏମ୍ କିଷାନରେ ଅକ୍ଷୟ ତୃତୀୟା ଏବଂ ନୂଆଖାଇ ଅବସରରେ ଟଙ୍କା ମିଳେ। ତେଣୁ ଏଥିରେ କୌଣସି ବ୍ୟତିକ୍ରମ ହେବ ନାହିଁ। ଆପଣମାନଙ୍କର ଯେହେତୁ ଅକ୍ଷୟ ତୃତୀୟା ଏପ୍ରିଲ 20 ତାରିଖ ଓଡ଼ିଶା ସରକାରଙ୍କ ତରଫରୁ ଅଲରେଡ଼ି ଡିକ୍ଲେୟାର ହେଇସାରିଛି, ତେଣୁ ଟଙ୍କା ଆପଣମାନେ 21 ତାରିଖ ପାଇବେ। ତା ପୂର୍ବରୁ ଦେଖନ୍ତୁ ଏଠି ଆପଣମାନଙ୍କର ନିଜର ଆବେଦନର ସ୍ଥିତି ଚେକ୍ କଲା ପରେ ଯେଉଁମାନେ ନୂଆ ଆବେଦନ କରିଛନ୍ତି ସ୍ଥିତି ଯାଞ୍ଚ କରିବା ଅପସନରେ ଥରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ଆଧାର ନମ୍ବର ଏବଂ କ୍ୟାପଚା କୋଡ୍ ଏଣ୍ଟର କରି ଡିଟେଲ୍ସ ଚେକ୍ କରିପାରିବେ। ତ ଯେତେବେଳେ ଆଧାର ନମ୍ବର ଏବଂ କ୍ୟାପଚା କୋଡ୍ ଆପଣମାନେ ଏଣ୍ଟର କରିବେ, ତାପରେ ଏଠି ଆପଣମାନେ ଦେଖିପାରୁଥିବେ ଆପଣମାନଙ୍କର ଯୋଉଟାକି ଷ୍ଟାଟସ୍ ଅଲରେଡ଼ି ଏଠି ଶୋ କରିବ। ଯଦି ଆପଣମାନଙ୍କର ଷ୍ଟାଟସ୍‌ରେ ଏମିତି ଶୋ କରୁଛି, ଦେଖନ୍ତୁ କଲେକ୍ଟର ଲେବୁଲ୍ ଭେରିଫିକେସନ୍ ଆପଣମାନଙ୍କର କମ୍ପ୍ଲିଟ୍ ହେଇଯାଇଛି, କେବଳ ଷ୍ଟେଟ୍ ଲେବୁଲ୍ ଭେରିଫିକେସନ୍ ପେଣ୍ଡିଂ ଅଛି, ତାହେଲେ ପୂର୍ବରୁ ଆପଣମାନଙ୍କୁ ମଧ୍ୟ ମୁଁ କହିଛି ଯେ ଡିଷ୍ଟ୍ରିକ୍ଟ ଏବଂ କଲେକ୍ଟର ଲେବୁଲ୍ ଭେରିଫିକେସନ୍ କ୍ଲିୟର ହେଇଥିଲେ ଆପଣମାନଙ୍କର ଟଙ୍କା ଆସିବ। ୟା ସହିତ ପୋର୍ଟାଲରେ ବର୍ତ୍ତମାନ ଦେଖନ୍ତୁ ସବୁଠାରୁ ଖୁସିର ଖବର, ଯେଉଁମାନେ ଆବେଦନ କରିଥିଲେ ତାଙ୍କର ଏଇଠି ହିଁ ପୁରା କ୍ଲିୟରଲି ଶୋ କରିଦେଉଛି। ଦେଖନ୍ତୁ ଆପଣମାନଙ୍କର ଟୋକନ ନମ୍ବର କ୍ରିଏଟ୍ ହେଇସାରିଛି ଏବଂ ଡେଟ୍ ଅଫ୍ କ୍ରିଏସନ୍ ଦେଖନ୍ତୁ 13 ମାର୍ଚ୍ଚ 2026, ଅର୍ଥାତ୍ 13 ମାର୍ଚ୍ଚ 2026ରେ ବର୍ତ୍ତମାନ ଯାହାକି ତାଙ୍କର ଭେରିଫିକେସନ୍ ଏବଂ ଆପ୍ଲାଏ ହେଇଥିଲା। ଆପ୍ଲାଏ ହେଲା ପରେ ଭିଏଲ୍‌ଡବ୍ଲ୍ୟୁ ଭେରିଫିକେସନ୍ ଦେଖନ୍ତୁ 30 ମାର୍ଚ୍ଚରେ ହେଇଛି। ତାପରେ ବିଓଙ୍କର ଭେରିଫିକେସନ୍ 30 ମାର୍ଚ୍ଚରେ ହେଇଛି। ଆପଣମାନଙ୍କର ଦେଖନ୍ତୁ ଡିଷ୍ଟ୍ରିକ୍ଟ ଲେବୁଲ୍ ବା ଆପଣମାନଙ୍କର ଯୋଉଟାକି କଲେକ୍ଟର ଲେବୁଲ୍ ଭେରିଫିକେସନ୍ ଥିଲା ତାହା ମଧ୍ୟ 31 ମାର୍ଚ୍ଚରେ ହେଇଯାଇଛି। ଅର୍ଥାତ୍ 13 ତାରିଖ ଆବେଦନ ହେଇଥିଲା, 31 ତାରିଖ ସୁଦ୍ଧା ତାଙ୍କର ସବୁ କିଛି କମ୍ପ୍ଲିଟ୍ ହେଇଯାଇଛି ଏବଂ ବର୍ତ୍ତମାନ ଦେଖନ୍ତୁ ଷ୍ଟେଟ୍ ଭେରିଫିକେସନ୍ କ'ଣ ଶୋ କରୁଛି ନା ଷ୍ଟେଟ୍ ଭେରିଫିକେସନ୍ ଏଠି ଶୋ କରୁଛି ୟୋର ଏଲିଜିବିଲିଟି ୱିଲ୍ ବି କନଫର୍ମ ଡ୍ୟୁରିଂ ଦି ରିଲିଜ୍ ଅଫ୍ ଫର୍ଥ କମିଂ ଇନଷ୍ଟଲମେଣ୍ଟ। ଅର୍ଥାତ୍ ଆପଣମାନଙ୍କର ଏଠି କ'ଣ କୁହାଯାଉଛି, ଯେଉଁମାନଙ୍କର ଷ୍ଟେଟ୍ ଲେବୁଲ୍ ଭେରିଫିକେସନ୍ ଅଛି ସେମାନଙ୍କର ଏଲିଜିବିଲିଟିଟା ବର୍ତ୍ତମାନ ପ୍ରଥମ ଯେଉଁ 3ଟି ଷ୍ଟେପ୍ ଆପଣମାନଙ୍କର ଭିଏଲ୍‌ଡବ୍ଲ୍ୟୁ କୁହନ୍ତୁ, ବ୍ଲକ ଲେବୁଲ୍ କୁହନ୍ତୁ, କଲେକ୍ଟର ଲେବୁଲ୍ କମ୍ପ୍ଲିଟ୍ ହେଲା ପରେ ଫାଇନାଲ ଯୋଉଟାକି ଆପଣମାନଙ୍କର କେବେ କମ୍ପ୍ଲିଟ୍ ହେବ ଦେଖାଯାଇଛି। ଦେଖନ୍ତୁ ନା ପରବର୍ତ୍ତୀ କିସ୍ତି ଯେତେବେଳେ ଆସିବ, ଅର୍ଥାତ୍ ଫର୍ଥ କମିଂ ଇନଷ୍ଟଲମେଣ୍ଟ ପରେ ଆପଣମାନଙ୍କର ଯୋଉଟାକି ଏଇଟା ଭେରିଫାଏ ହେଇଯିବ। ତେଣୁ ଆପଣମାନଙ୍କର ଯଦି ଏଇ ଅପସନ୍‌ଟି ଶୋ କରୁଛି, ୟୁଆର୍ ଏଲିଜିବିଲିଟି ଶୋ କରୁଛି ବା ୟୁ ଆର୍ ଏଲିଜିବୁଲ୍ ବୋଲି ଶୋ କରୁଛି, ତାହେଲେ ଆପଣମାନଙ୍କୁ ଏପ୍ରିଲ 20 ତାରିଖରେ ଯୋଉଟାକି ପେମେଣ୍ଟ ମିଳିବ। ଏଇ କଥା ମଧ୍ୟ ମନେ ରଖନ୍ତୁ। ଏଇଟା ବିଶେଷ କରି ଯେଉଁମାନେ ନୂଆ ଆବେଦନ କରିଛନ୍ତି ଏବଂ ଡିଷ୍ଟ୍ରିକ୍ଟ ଲେବୁଲ୍ ବା କଲେକ୍ଟର ଲେବୁଲ୍ ଯେଉଁମାନଙ୍କର ପେଣ୍ଡିଂ କ୍ଲିୟର ହେଇଯାଇଛି ସେଇମାନଙ୍କ ପାଇଁ। ୟା ସହିତ ଯେଉଁ ବହୁତ ଜଣଙ୍କର କମେଣ୍ଟ ଥିଲା ଯେ ଆମର ବର୍ତ୍ତମାନ ସୁଦ୍ଧା ଭିଏଲ୍‌ଡବ୍ଲ୍ୟୁ ଭେରିଫିକେସନ୍ କମ୍ପ୍ଲିଟ୍ ହେଇଛି କିନ୍ତୁ ବ୍ଲକ ଭେରିଫିକେସନ୍ ଏବଂ ଡିଷ୍ଟ୍ରିକ୍ଟ ଭେରିଫିକେସନ୍ କମ୍ପ୍ଲିଟ୍ ହେଇନାହିଁ। ମନେ ରଖନ୍ତୁ ସେଇ ସବୁ ହିତାଧିକାରୀଙ୍କର
ଯଦି ଆସନ୍ତା 10 ତାରିଖ ଭିତରେ ମନେ ରଖନ୍ତୁ 10 ତାରିଖ ଭିତରେ ଯଦି ଆପଣମାନଙ୍କର ଏହି 3ଟି ଷ୍ଟେପ୍ କମ୍ପ୍ଲିଟ୍ ହେଇ କଲେକ୍ଟର ଭେରିଫିକେସନ୍ ମଧ୍ୟ ହେଇଯାଉଛି, ତାହେଲେ ଆପଣମାନଙ୍କୁ ଏପ୍ରିଲ 20 ତାରିଖର ପେମେଣ୍ଟ ଯୋଉଟାକି ମିଳିବ। ଏବଂ ଯୋଉମାନଙ୍କର ଭିଏଲ୍‌ଡବ୍ଲ୍ୟୁ ଭେରିଫିକେସନ୍ ବହୁତ ଦିନ ଆବେଦନ କଲା ପରେ ମଧ୍ୟ ହେଇନାହିଁ, ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ସେମାନେ ନିଜର ଯୋଉ ବ୍ଲକ ସରି ଆପଣମାନଙ୍କର ପଞ୍ଚାୟତରେ ଯୋଉ ଭିଏଲ୍‌ଡବ୍ଲ୍ୟୁ ରହିଛନ୍ତି ଆମର ଭିଲେଜ୍ ଏଗ୍ରିକଲଚର ୱାର୍କର ତାଙ୍କ ସହିତ ଯୋଗାଯୋଗ କରି ଆପଣମାନଙ୍କ ଭିଏଲ୍‌ଡବ୍ଲ୍ୟୁ ଭେରିଫିକେସନ୍ କମ୍ପ୍ଲିଟ୍ କରିବା ନିହାତି ଦରକାର। କାରଣ ଦେଖନ୍ତୁ ଭିଏଲ୍‌ଡବ୍ଲ୍ୟୁ ହେଲା ଜଣେ କି ଯିଏକି ଫିଲ୍ଡ ଭେରିଫିକେସନ୍ କରନ୍ତି ବା ସିଏ ହେଲା ଆପଣମାନଙ୍କର ଫିଲ୍ଡ ଅଫିସର। ତାଙ୍କଠାରୁ ଭେରିଫିକେସନ୍ ହେଇସାରିଲା ପରେ ଏଇ ଯୋଉ 3ଟି ଷ୍ଟେପ୍ ଆପଣମାନଙ୍କର ଅଟୋମେଟିକ୍ ଯୋଉଟାକି 7 ଦିନ ଭିତରେ କମ୍ପ୍ଲିଟ୍ ହେଇଯିବ। ତେଣୁ ଯୋଉମାନଙ୍କର ଭିଏଲ୍‌ଡବ୍ଲ୍ୟୁ ଭେରିଫିକେସନ୍ କମ୍ପ୍ଲିଟ୍ ହେଇନାହିଁ ବା ନୂଆ ଆବେଦନ କରିଛନ୍ତି ରିସେଣ୍ଟଲି ସେମାନେ ନିଜର ଭିଏଲ୍‌ଡବ୍ଲ୍ୟୁଙ୍କ ସହିତ ଯୋଗାଯୋଗ କରି ଆପଣମାନଙ୍କର ଏଇଟା କମ୍ପ୍ଲିଟ୍ କରେଇ ନିଅନ୍ତୁ। ଏହା ସହିତ ଯଦି ଆପଣମାନଙ୍କର ବହୁତ ଜଣ ମଧ୍ୟ କମେଣ୍ଟ କରିଥିଲେ ଯେ ଆମର ଭିଏଲ୍‌ଡବ୍ଲ୍ୟୁ ରିଜେକ୍ଟ କରିଦେଇଛନ୍ତି। ତ ଯଦି ରିଜେକ୍ଟ କରିଦେଇଛନ୍ତି ତାର ରିଜିନ୍ କଣ ଅଛି ତାଙ୍କ ସହିତ ଯୋଗାଯୋଗ କରି ଆପଣମାନେ ରିଆପ୍ଲାଏ ମଧ୍ୟ କରିପାରିବେ। ଯାହାଦ୍ୱାରା କି ଆପଣମାନଙ୍କର ଟଙ୍କା ମିଳିପାରିବ। ଏହା ଗଲା ସବୁ କିଛି ଡିଟେଲ୍ସ ଆପଣମାନଙ୍କର କମ୍ପ୍ଲିଟ୍ ହେଇଥିଲେ। ଆଉ ଯୋଉମାନେ ନୂଆ ହିତାଧିକାରୀ ରହିଛନ୍ତି ସେମାନଙ୍କ ପାଇଁ ମଧ୍ୟ ସେମ୍ କଥା। ଆପଣମାନେ ମଧ୍ୟ ଥରେ ଥରେ ନିଜ ନିଜର ଷ୍ଟାଟସ୍ ଚେକ୍ କରନ୍ତୁ। ଯଦି ଷ୍ଟାଟସ୍ ଚେକ୍ କଲା ପରେ ଆପଣମାନଙ୍କର କୌଣସି ପ୍ରୋବ୍ଲେମ୍ ରହିଛି, ତାହା ମଧ୍ୟ ଆପଣମାନେ ବର୍ତ୍ତମାନ କମ୍ପ୍ଲିଟ୍ କରେଇ ନିଅନ୍ତୁ। ଆଉ ଆପଣମାନଙ୍କ ପାଖରେ ଯୋଉଟାକି 12 ଦିନର ସମୟ ରହିଲା, ଆଜି ଯେହେତୁ 8 ତାରିଖ ହେଲାଣି, ଆଉ 12 ଦିନ ପରେ ଆପଣମାନଙ୍କର ସିଏମ୍ କିଷାନ ଯୋଜନାର ଟଙ୍କା ଆସିବ। ତେଣୁ ଯୋଉମାନଙ୍କର ବ୍ୟାଙ୍କରେ ଡିବିଟି ପ୍ରୋବ୍ଲେମ୍ ଅଛି, ଡିବିଟିରେ ଆପଣମାନଙ୍କର କୌଣସି ଗୋଟେ ଅଲଗା ବ୍ୟାଙ୍କର ଡିବିଟି ରହିଯାଇଛି ବା ବ୍ୟାଙ୍କରେ ଡିବିଟି ଆପଣମାନଙ୍କ ରିଜେକ୍ଟ ହେଇଯାଇଛି, ତାହା ମଧ୍ୟ ବର୍ତ୍ତମାନ ଆପଣମାନେ କମ୍ପ୍ଲିଟ୍ କରିନିଅନ୍ତୁ। ନହେଲେ ଟଙ୍କା ଆସିବା ସମୟରେ ବହୁତ କିଛି ପ୍ରୋବ୍ଲେମ୍ ହବ। ଆପଣମାନଙ୍କର ଆକାଉଣ୍ଟରେ ଟଙ୍କା କ୍ରେଡିଟ୍ ହେଇପାରିବ ନାହିଁ ଏବଂ ଆପଣମାନେ ଯାହାକି ସେତେବେଳେ ସମସ୍ୟାର ଭୋଗି ପାରନ୍ତି। ଏଇଟା ଗଲା ସିଏମ୍ କିଷାନକୁ ନେଇ ଗୋଟେ ବହୁତ ବଡ଼ ଅପଡେଟ୍। ତେଣୁ ଆଶା କରୁଛି ଏହି ଅପଡେଟ୍‌ଟି ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର ହେଇଥିବ। ତେଣୁ ଯୋଉମାନେ ନୂଆ ଆବେଦନ କରିଛନ୍ତି ନିଜ ନିଜର ଷ୍ଟାଟସ୍ ଚେକ୍ କରିଦିଅନ୍ତୁ ଏବଂ ଆପଣମାନଙ୍କର ଏଲିଜିବିଲିଟି ବର୍ତ୍ତମାନ ଶୋ କରୁଛି କି ନାହିଁ ତାହା ମଧ୍ୟ ଚେକ୍ କରିଦିଅନ୍ତୁ। ଏହା ସହିତ ଭୂମିହୀନ ପରିବାରରେ ଯୋଉମାନେ ଆବେଦନ କରିଛନ୍ତି ସେମାନଙ୍କର ମଧ୍ୟ ବହୁତ ସାରା କମେଣ୍ଟ ଥିଲା ଯେ ଆମର 12,500 ଟଙ୍କା ମିଳିସାରିଛି। ଏଥର ଆମକୁ ଆଉ ଟଙ୍କା ମିଳିବ କି ନାହିଁ? 12,500 ଯୋଉ ଭୂମିହୀନ ଚାଷୀ ଭାଇ ଭଉଣୀମାନେ ପାଇସାରିଛନ୍ତି, ସେମାନଙ୍କୁ ଏଥର ଆଉ ସିଏମ୍ କିଷାନ ଯୋଜନାର ଟଙ୍କା ମିଳିବ ନାହିଁ କି ସେମାନେ ଆଉ ଆପ୍ଲାଏ ମଧ୍ୟ କରିପାରିବେ ନାହିଁ। ଏଇଟା ଗଲା ଭୂମିହୀନମାନଙ୍କ ପାଇଁ ଏବଂ ଯୋଉମାନଙ୍କ ରାସନ କାର୍ଡରେ ନାଁ କଟିଛି, ସେମାନେ ଯଦି ପୂର୍ବରୁ ସିଏମ୍ କିଷାନ ଯୋଜନାରେ ଟଙ୍କା ପାଉଥିଲେ, ବର୍ତ୍ତମାନ ସେମାନଙ୍କର ମଧ୍ୟ ସିଏମ୍ କିଷାନ ଯୋଜନାର ଟଙ୍କା ଆସିବ ନାହିଁ। କାରଣ ରାସନ କାର୍ଡ ବିନା ସିଏମ୍ କିଷାନ ଯୋଜନାରେ ଟଙ୍କା ଆସେ ନାହିଁ। ସେହି ସବୁ ହିତାଧିକାରୀ ମଧ୍ୟ ଚଳିତ ବର୍ଷ ଯୋଉ ସିଏମ୍ କିଷାନର କିସ୍ତି ଆସିବା ପାଇଁ ଯାଉଛି ସେଥିରୁ ବଞ୍ଚିତ ହେବେ। ତେଣୁ ଏହି ସବୁ ଏଲିଜିବଲ୍ କ୍ରାଇଟେରିଆ ଭିତରେ ଯୋଉମାନେ ଯାଉଛନ୍ତି ସେମାନଙ୍କୁ ଆସନ୍ତା ଏପ୍ରିଲ 20 ତାରିଖ ଯୋଉଟାକି ଆପଣମାନଙ୍କର ସୋମବାର ଦିନ ମିଳିବା ପାଇଁ ଯାଉଛି। ତେଣୁ ଭିଡ଼ିଓଟି ଯଦି ଆପଣମାନଙ୍କୁ ଇନଫର୍ମେଟିଭ୍ ଲାଗିଛି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ବର୍ତ୍ତମାନ ସୁଦ୍ଧା ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହାନ୍ତି, ଡେସ୍କ୍ରିପସନ୍‌ରେ ତାର ଲିଙ୍କ୍ ଅଛି ସେଠି ମଧ୍ୟ ଆପଣମାନେ କ୍ଲିକ୍ କରି ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଆନ୍ତୁ। ସବୁ କିଛି ଡିଟେଲ୍ସ ଅପଡେଟ୍ ଆପଣମାନେ ସେଠି ମଧ୍ୟ ମୋ ସହିତ ପାଇପାରିବେ।